ଆଜି ଆମେ ସାଲେପୁର ନିର୍ବାଚନ ମଣ୍ଡଳୀର 2024 ଫଳାଫଳକୁ ଟିକେ ଗଭୀର ଭାବେ ଦେଖିବା, ଜାଣିବାକୁ ଚେଷ୍ଟା କରିବା ସଂଖ୍ୟା ଭିତରେ ଲୁଚିଥିବା ପ୍ରକୃତ କାହାଣୀକୁ। ଏହା କେବଳ ଗୋଟିଏ ଆସନର କଥା ନୁହେଁ, ବରଂ ଏହା ଦର୍ଶାଉଛି ଯେ ଭୋଟରଙ୍କ ମନ କେତେ ଶୀଘ୍ର ଆଉ କେମିତି ବଦଳିପାରେ। ଚାଲନ୍ତୁ ଏହି ତଥ୍ୟର ଯାତ୍ରା ଆରମ୍ଭ କରିବା। ଆମେ ଆମର ଏହି ବିଶ୍ଳେଷଣକୁ 6ଟି ଭାଗରେ ବାଣ୍ଟିଛେ। ଆମେ ପ୍ରଥମେ ସମସ୍ୟାକୁ ଦେଖିବା, ତାପରେ ସଂଖ୍ୟାକୁ ବୁଝିବା, ତାପରେ କାରଣ ଖୋଜିବା, ଐତିହାସିକ ଧାରାକୁ ବିଶ୍ଳେଷଣ କରିବା, ଆଉ ତାପରେ ଏକ ସମ୍ଭାବ୍ୟ କାର୍ଯ୍ୟପନ୍ଥା ଏବଂ ଶେଷରେ ବିଶ୍ୱାସର ଗୁରୁତ୍ୱ ବିଷୟରେ କଥା ହେବା। ତେବେ ଆମର ପ୍ରଥମ ଭାଗ, ସାଲେପୁର ଏକ ଚେତାବନୀ ସଂକେତ। ଏଠି ସବୁଠୁ ବଡ଼ ରହସ୍ୟ ହେଉଛି 2019ରେ ମିଳିଥିବା ଗୋଟେ ବଡ଼ ବିଜୟ ମାତ୍ର 5 ବର୍ଷ ଭିତରେ କେମିତି ଏକ ସଂକୀର୍ଣ୍ଣ ଜିତରେ ବଦଳିଗଲା। ଆପଣମାନେ ମାନଚିତ୍ରରେ ଦେଖିପାରୁଥିବେ ସାଲେପୁରର ଅବସ୍ଥିତି। ଏହା ଓଡ଼ିଶା ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ଆଉ ଏହାର ଏଇ ଭୌଗୋଳିକ ସ୍ଥିତି ହିଁ ଏହାର ରାଜନୀତିକ ମହତ୍ୱକୁ ବହୁତ ବଢ଼େଇ ଦିଏ। ଆଉ ଏଇଟା ହେଉଛି ସବୁଠୁ ବଡ଼ ପ୍ରଶ୍ନ। 33,000 ଭୋଟର ବ୍ୟବଧାନ ମାତ୍ର 5ଟା ବର୍ଷରେ କେମିତି 7,500କୁ ଖସି ଆସିଲା? ଏହି ନାଟକୀୟ ପରିବର୍ତ୍ତନ ପଛରେ ପ୍ରକୃତ କାରଣ କ'ଣ? ଆସନ୍ତୁ ଏହାର ଉତ୍ତର ଖୋଜିବା। ଚାଲନ୍ତୁ ଏବେ ସିଧା ସଂଖ୍ୟା ଭିତରକୁ ଯିବା, କାରଣ ସଂଖ୍ୟା କେବେ ମିଛ କହେନା। ସେଗୁଡ଼ିକ ହିଁ ଆମକୁ କାହାଣୀର ପ୍ରଥମ ଅଧ୍ୟାୟ କହିବେ। ଦେଖନ୍ତୁ, ପାଖାପାଖି 91%। ଏତେ ଅଧିକ ମତଦାନ। ଏହାର ସିଧାସଳଖ ଅର୍ଥ ହେଉଛି ଭୋଟରମାନେ ବହୁତ ସକ୍ରିୟ ଥିଲେ ଆଉ କିଛି ଗୋଟେ ବାର୍ତ୍ତା ଦେବାକୁ ଚାହୁଁଥିଲେ। ଆଉ ଜିତ୍ର ବ୍ୟବଧାନ କେତେ ଥିଲା? ମାତ୍ର 4.96%। ମାନେ ପ୍ରତି 100 ଭୋଟରୁ କେବଳ 5 ଜଣଙ୍କର ଭୋଟ ଫଳାଫଳକୁ ଏପଟ ସେପଟ କରି ଦେଇପାରିଥାନ୍ତା। ପ୍ରତିଦ୍ୱନ୍ଦ୍ୱିତା ବହୁତ କଡ଼ା ଥିଲା। ଆଉ ଏହି ସଂଖ୍ୟା ପ୍ରାୟ 41.8%। ଏହା ହେଉଛି ବିଜେପିର ଭୋଟ ଅଂଶ। ଯେଉଁ ଦଳ କିଛି ବର୍ଷ ତଳେ ଏତେ ସକ୍ରିୟ ନଥିଲା, ସେ ଏବେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ। ଏହା ଏକ ବହୁତ ବଡ଼ ରାଜନୈତିକ ପରିବର୍ତ୍ତନ। କୌଣସି ବି ନିର୍ବାଚନକୁ ବୁଝିବା ପାଇଁ ସେଠାକାର ସାମାଜିକ ଗଠନକୁ ବୁଝିବା ବହୁତ ଜରୁରୀ। ଏଠାରେ ଦେଖନ୍ତୁ, ଓବିସି, ଏସ୍ସି, ମୁସଲିମ ଏବଂ ସାଧାରଣ ବର୍ଗର ଭୋଟର ଅଛନ୍ତି। ସମସ୍ତଙ୍କର ନିଜ ନିଜର ପ୍ରସଙ୍ଗ ଥାଏ, ନିଜର ଆଶା ଆକାଂକ୍ଷା ଥାଏ, ଆଉ ସେଇଟା ହିଁ ଭୋଟ ଉପରେ ସିଧାସଳଖ ପ୍ରଭାବ ପକାଏ। ଠିକ୍ ଅଛି, ସଂଖ୍ୟା ତ ଆମେ ଦେଖିଲେ, ହେଲେ ଏମିତି କାହିଁକି ହେଲା? ସେ କ'ଣ ଥିଲା ପ୍ରତିଶ୍ରୁତି ଆଉ ବାସ୍ତବତା ଭିତରେ ଥିବା ପାର୍ଥକ୍ୟ, ଯାହା ଲୋକଙ୍କୁ ଏତେ ପ୍ରଭାବିତ କଲା? ଚାଲନ୍ତୁ ଏବେ ସେହି କାରଣଗୁଡ଼ିକୁ ଖୋଜିବା। ଲୋକଙ୍କର ଅସୁବିଧା କ'ଣ ଥିଲା? ଦେଖନ୍ତୁ, ବଢ଼ିକି ଆସୁଥିବା ବିଜୁଳି ବିଲ୍, ପିଇବା ପାଣିର ଅଭାବ, ବଜାରରେ ନାଳ ନର୍ଦ୍ଦମାର ସମସ୍ୟା, ଚାଷୀଙ୍କ ପାଇଁ ଜଳସେଚନର ଅଭାବ, ଆଉ ଅଧାପନ୍ତୁରିଆ ହୋଇପଡ଼ି ରହିଥିବା ବସ୍ ଷ୍ଟାଣ୍ଡ, ଡ୍ରେନ୍, ଫ୍ଲାଇଓଭର, ଏସବୁ ଛୋଟ ଛୋଟ ଦୈନନ୍ଦିନ ସମସ୍ୟା ମିଶି ଗୋଟେ ବଡ଼ ଅସନ୍ତୋଷ ସୃଷ୍ଟି କରିଥିଲା। ବୋଧେ ଲୋକଙ୍କ ମନରେ ଏଇ ଗୋଟିଏ କଥା ଥିଲା, ଆଉ ଭଙ୍ଗା ପ୍ରତିଶ୍ରୁତି ଚଢ଼ିବ ନାହିଁ। ଏହା କେବଳ ଗୋଟିଏ ସ୍ଲୋଗାନ ନୁହେଁ, ଏହା ଥିଲା ଲୋକଙ୍କର ଏକ ସାମୂହିକ ଆହ୍ୱାନ। ତେଣୁ ନିର୍ବାଚନ ମଇଦାନରେ ଦୁଇଟା ଅଲଗା ଅଲଗା କାହାଣୀ ଲଢ଼େଇ କରୁଥିଲେ। ଗୋଟେ ପଟେ ବିଜେଡିର ସ୍ୱଚ୍ଛ ଶାସନ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଆଉ କଲ୍ୟାଣକାରୀ ଯୋଜନାର କଥା, ଆଉ ଅନ୍ୟପଟେ ବିଜେପି ସରକାର ବିରୋଧୀ ଭାବନା ଆଉ ପୂରଣ ହୋଇନଥିବା ସ୍ଥାନୀୟ ପ୍ରତିଶ୍ରୁତିକୁ ନେଇ ଆଗକୁ ବଢ଼ୁଥିଲା। ଏଠାରେ ଗୋଟିଏ କଥା ମନେ ରଖିବା ନିହାତି ଦରକାର। ଏକ ସୁସ୍ଥ ଗଣତନ୍ତ୍ରରେ ଆମର ଆଲୋଚନା ସବୁବେଳେ ତଥ୍ୟ ଆଉ ଦାୟିତ୍ୱ ଉପରେ ଆଧାରିତ ହେବା ଉଚିତ, ଆଉ ପ୍ରତ୍ୟେକ ନାଗରିକଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଚାଲନ୍ତୁ ଏବେ ଟିକେ ପଛକୁ ଯିବା। 20 ବର୍ଷର ଇତିହାସକୁ ଦେଖିଲେ ସାଲେପୁରର ଏକ ନିର୍ଦ୍ଦିଷ୍ଟ ନିର୍ବାଚନୀ ଧାରା ଆମକୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିବ, ଯାହା ଭୋଟରଙ୍କ ବ୍ୟବହାରକୁ ଦର୍ଶାଏ। ଦେଖନ୍ତୁ, 2000 ମସିହାରେ ବିଜେଡିର ଭୋଟ ପ୍ରାୟ 52-54% ଥିଲା। 2014ରେ ଏହା ଟିକେ କମିଲା, ପୁଣି 2019ରେ ବଢ଼ିଲା। କିନ୍ତୁ 2024ରେ ଦେଖନ୍ତୁ, ବିଜେପିର କେମିତି ଏକ ବଡ଼ ଲମ୍ପ। ଏହା ହିଁ ପୁରା ରାଜନୈତିକ ସମୀକରଣକୁ ବଦଳାଇ ଦେଲା। ତେଣୁ ଏହିସବୁ ତଥ୍ୟରୁ ଗୋଟିଏ ସିଦ୍ଧାନ୍ତ ସ୍ପଷ୍ଟ ହେଉଛି, ଯେବେ ବି ମତଦାନର ହାର ବଢ଼ିଛି, ପ୍ରତିଦ୍ୱନ୍ଦ୍ୱିତା କଡ଼ା ହୋଇଛି, ଆଉ ଲୋକଙ୍କ ଅସନ୍ତୋଷ ସାମ୍ନାକୁ ଆସିଛି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ। ଏତେ ସବୁ ବିଶ୍ଳେଷଣ ପରେ ପ୍ରଶ୍ନ ଉଠୁଛି, ତେବେ ଆଗକୁ କ'ଣ? ସମସ୍ୟାକୁ ତ ବୁଝିଲେ, ଏବେ ସମାଧାନର ବାଟ କ'ଣ ହୋଇପାରେ? ରାଜନୈତିକ ରଣନୀତିରୁ ପ୍ରକୃତ ଜନସେବା ଆଡ଼କୁ କେମିତି ଯାଇହେବ? ଏଥିପାଇଁ ଏକ ଚାରିମୁଖୀ ରଣନୀତିର ପ୍ରସ୍ତାବ ରହିଛି, ଯାହାକୁ ଆମେ ଚତୁର୍ମୁଖ ସିଦ୍ଧାନ୍ତ କହିପାରିବା। ଏଥିରେ ନିର୍ବାଚନ, ସଂଗଠନ, ଲୋକଙ୍କ ସହ କଥାବାର୍ତ୍ତା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରକୃତ ଶାସନ, ଏହି 4ଟି ଦିଗକୁ ଏକାଠି ଦେଖାଯାଇଛି। ଆଉ ଏହାକୁ କାମରେ ଲଗାଇବା ପାଇଁ ଏକ 90 ଦିନିଆ ଯୋଜନା। ପ୍ରଥମ 30 ଦିନରେ ଲୋକଙ୍କ ଅଭିଯୋଗ ଶୁଣିବା ଆଉ ଭିତ୍ତିପ୍ରସ୍ତର ତିଆରି କରିବା। ତାପରେ 30 ଦିନରେ ଛୋଟ ଛୋଟ କାମ ଆରମ୍ଭ କରି ଲୋକଙ୍କୁ ବିଶ୍ୱାସ ଦେବା, ଆଉ ଶେଷ 30 ଦିନରେ ପୁରା ଦମ୍ରେ ପ୍ରଚାର କରିବା। ଗୋଟିଏ ପରେ ଗୋଟିଏ ସୋପାନ।
ଆମ ଆଲୋଚନାର ଶେଷ ପର୍ଯ୍ୟାୟରେ ଆମେ ସେଇ ମୂଳ କଥାକୁ ଫେରିବାକୁ ଚାହିଁବ, ଯାହା ହେଉଛି ବିଶ୍ୱାସ। କାରଣ ଯେକୌଣସି ଜନଦେଶ ବିଶ୍ୱାସ ଉପରେ ହିଁ ତିଆରି ହୋଇଥାଏ, ଆଉ ଲୋକକେନ୍ଦ୍ରିକ ଶାସନର ଭବିଷ୍ୟତ ସେହିଠୁ ହିଁ ଆରମ୍ଭ ହୁଏ। ଏଇ କଥାଟି ବୁଝିବା ନିହାତି ଜରୁରୀ ଯେ ନିର୍ବାଚନ ଜିତିବାଟା ଲକ୍ଷ୍ୟ ନୁହେଁ, ବରଂ ଏହା ହେଉଛି ଭଲ ଶାସନ ଆଉ ପ୍ରକୃତ କାମର ଏକ ସ୍ୱାଭାବିକ ପରିଣାମ। ସଫଳତା ତାପରେ ଆପେ ଆପେ ଆସେ। ଆଉ ଆଜିର ଡିଜିଟାଲ ଯୁଗରେ ବିଶ୍ୱାସ ଗଢ଼ିବା ପାଇଁ ଆଉ ଗୋଟିଏ କଥା ବହୁତ ଗୁରୁତ୍ୱପୂର୍ଣ୍ଣ। ତାହା ହେଲା ମତଦାତାଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା। ସେମାନଙ୍କର ଗୋପନୀୟତା ଆଉ ସମ୍ମତିକୁ ସମ୍ମାନ ଦେବା ଏକ ସୁସ୍ଥ ଏବଂ ଆଧୁନିକ ଗଣତନ୍ତ୍ରର ଚିହ୍ନ। ତେବେ ଶେଷରେ ପ୍ରଶ୍ନ ଏଇଆ ରହିଲା, ସାଲେପୁରର ଏହି ଗୋଟିଏ ଉଦାହରଣରୁ ଯେଉଁ ଶିକ୍ଷା ମିଳିଲା, ତାହା କ'ଣ ସମଗ୍ର ଭାରତୀୟ ରାଜନୀତିରେ ଉତ୍ତରଦାୟିତ୍ୱର ଏକ ନୂଆ ଅଧ୍ୟାୟ ଲେଖିପାରିବ? ଏହା ଆମର ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ।